ଆଜି ହେଉଛି 9 ଏପ୍ରିଲ 2026 ଗୁରୁବାର ଏବଂ ଆଜିର ଏହି ଗଭୀର ଆଲୋଚନା ବା ଡିପ୍ ଡାଇଭ୍କୁ ସ୍ୱାଗତ। ମାନେ ଯଦି ଆମେ ଜାଣିବାକୁ ଚାହୁଁଛୁ ଯେ ଆଜିକାର ଦୁନିଆରେ ଗୋଟିଏ ଶାନ୍ତି ଚୁକ୍ତି ପ୍ରକୃତରେ କେମିତି ଦେଖାଯାଏ, ତେବେ ଟିକେ ଏମିତି ଦୁଇଜଣ ବ୍ୟକ୍ତିଙ୍କୁ କଳ୍ପନା କରିବା। ଆଚ୍ଛା, କେମିତିକା ବ୍ୟକ୍ତି? ମାନେ ଯେଉଁମାନେ ବହୁତ ଖୁସିରେ ପରସ୍ପର ସହ ହାତ ମିଳାଉଛନ୍ତି, କିନ୍ତୁ ଟେବୁଲ ତଳେ ନିଜ ନିଜ ଗୋଡ଼ରେ ଲୁହା ଜୋତା ପିନ୍ଧି ପରସ୍ପରକୁ ଜୋରରେ ଗୋଇଠା ମାରୁଛନ୍ତି। ବୁଝିଲେ ତ? କାଗଜପତ୍ରରେ ସବୁକିଛି ବହୁତ ଶାନ୍ତ ଆଉ ସ୍ୱାଭାବିକ ଲାଗୁଛି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ଏକଦମ ଠିକ୍ ଉଦାହରଣ ଦେଲେ। ଆମେ ଯେତେବେଳେ କେବଳ ଖବରକାଗଜର ମୁଖ୍ୟ ପୃଷ୍ଠା ଦେଖୁ, ଲାଗେ ଯେ ସବୁକିଛିର ସମାଧାନ ହୋଇଯାଉଛି। କିନ୍ତୁ କ୍ଷେତ୍ରସ୍ତରରେ ଯାହା ଘଟୁଛି, ତାହା ଏକ ପ୍ରକାରର ନିୟନ୍ତ୍ରଣର ଭ୍ରମ ବା ଇଲ୍ୟୁଜନ୍ ଅଫ୍ କଣ୍ଟ୍ରୋଲ। ହଁ, ଆଉ ଆଜିର ଏହି ଆଲୋଚନାରେ ଆମର ମିଶନ ହେଉଛି ଏହି ଭ୍ରମ ପଛରେ ଥିବା ସତ୍ୟକୁ ହିଁ ଖୋଜି ବାହାର କରିବା। ଆମେ ଆମେରିକା ଆଉ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଉପରେ ନଜର ପକାଇବା ଆଉ ତା ସହ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ବି ଦେଖିବା। ନିଶ୍ଚିତ। ଆଉ ତାଛଡ଼ା ଇସ୍ରାଏଲ କେମିତି ଲେବାନନରେ ପଶିଲାଣି, ସେ ବିଷୟରେ ବି ଆଲୋଚନା କରିବାକୁ ହେବ। ବିଲକୁଲ। ଆଉ ତାପରେ ଆମେ ଏହି ଭୌଗୋଳିକ ଯୁଦ୍ଧରୁ ବାହାରି ଭାରତର ସୁପ୍ରିମକୋର୍ଟରେ ଚାଲିଥିବା ଐତିହାସିକ ସବରୀମାଳା ମାମଲା ବିଷୟରେ କଥା ହେବା। ଆଉ ଶେଷରେ ଆଲୋଚନା କରିବା ଓଡ଼ିଶାର ଏକ ବିରାଟ ସଫଳତା ବିଷୟରେ, ଯେଉଁଠି ଅମୃତ 2.0 ପ୍ରକଳ୍ପ ମାଧ୍ୟମରେ ରାଜ୍ୟ 1 ନମ୍ବର ସ୍ଥାନ ହାସଲ କରିଛି। ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି ଆଜି। ତେବେ ଆମେ ଆମେରିକା ଏବଂ ଇରାନ ପ୍ରସଙ୍ଗରୁ ହିଁ ଆରମ୍ଭ କରିବା ବୋଧହୁଏ ସବୁଠୁ ଠିକ୍ ହେବ। ହଁ, ସେଇଠୁ ହିଁ ଆରମ୍ଭ କରିବା। ଦେଖନ୍ତୁ, ପାକିସ୍ତାନର ମଧ୍ୟସ୍ଥତାରେ 2 ସପ୍ତାହ ପାଇଁ ଏକ ସିଜ୍ଫାୟାର ବା ଅସ୍ତ୍ରବିରତି ଘୋଷଣା ହୋଇଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟେ ଖୋଲା ଚେତାବନୀ ଦେଇଛନ୍ତି। କ'ଣ ଥିଲା ସେ ଚେତାବନୀ? ସେ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ତୁରନ୍ତ ନ ଖୋଲେ, ତେବେ ରାତି ସୁଦ୍ଧା ଏକ ସମ୍ପୂର୍ଣ୍ଣ ସଭ୍ୟତା ନଷ୍ଟ ହୋଇଯିବ। ମାନେ ଇଂରାଜୀରେ ଯାହାକୁ କହିଲେ, ଏ ହୋଲ୍ ସିଭିଲାଇଜେସନ୍ ୱିଲ୍ ଡାଇ ଟୁନାଇଟ୍। ଗୋଟେ ପଟେ ଶାନ୍ତି ଚୁକ୍ତି କଥା, ଆଉ ଅନ୍ୟପଟେ ସମ୍ପୂର୍ଣ୍ଣ ବିନାଶର ଧମକ। ଆରେ ବାପ୍ରେ, ଏହା ତ ଏକ ଅତ୍ୟନ୍ତ ଭୟଙ୍କର ବୟାନ। କିନ୍ତୁ ବୁଝିଲେ, ଏହା କେବଳ କଥାରେ ସୀମିତ ହୋଇ ରହିନାହିଁ। ଅସ୍ତ୍ରବିରତି ଘୋଷଣା ହେବାର କିଛି ଘଣ୍ଟା ନ ପୂର୍ବରୁ ଇରାନର ଲାଭାନ୍ ଦ୍ୱୀପରେ ଥିବା ଏକ ବିରାଟ ତୈଳ ରିଫାଇନାରୀ ଉପରେ ଆକ୍ରମଣ ହୋଇଛି। ଆଚ୍ଛା, ସେଇ ରିଫାଇନାରୀ ଯାହାର ଦୈନିକ 55,000 ବ୍ୟାରେଲ ଉତ୍ପାଦନ କ୍ଷମତା ଅଛି? ହଁ, ଏକଦମ ସେଠି। ଆଉ କେବଳ ସେତିକି ନୁହେଁ, କୁଏତ ଏବଂ ୟୁଏଇ ଆକାଶରେ ବି ଇରାନର ଡ୍ରୋନ୍ ଆଉ କ୍ଷେପଣାସ୍ତ୍ର ଉଡୁଥିବାର ଦେଖିବାକୁ ମିଳିଛି। ମାନେ ଉଭୟ ପକ୍ଷ ଯଦି ଶାନ୍ତି ପାଇଁ ରାଜି ହୋଇଥିଲେ, ତେବେ ଏ ଆକ୍ରମଣ କାହିଁକି ବନ୍ଦ ହଉନି? ଇରାନ ପ୍ରକୃତରେ କ'ଣ ହାସଲ କରିବାକୁ ଚାହୁଁଛି ଏମିତି କରିକି? ଏଠାରେ ବୁଝିବାକୁ ହେବ ଯେ ଇରାନର ଏହି ପଦକ୍ଷେପଗୁଡ଼ିକ କୌଣସି ଅବିଚାରିତ କାମ ନୁହେଁ। ଏହାର ଏକ ନିର୍ଦ୍ଦିଷ୍ଟ ରଣନୀତି ଅଛି। ଇରାନ ଭଲ ଭାବରେ ଜାଣିଛି ଯେ ସାମରିକ ଦୃଷ୍ଟିକୋଣରୁ ସେ ଆମେରିକା ଭଳି ଶକ୍ତି ସହ ସିଧାସଳଖ ଲଢ଼ିପାରିବ ନାହିଁ। ତେଣୁ ସେମାନେ ନିଜର ସବୁଠାରୁ ବଡ଼ ଅସ୍ତ୍ର ବ୍ୟବହାର କରୁଛନ୍ତି। ଆଉ ସେ ଅସ୍ତ୍ରଟା ହେଉଛି ଅର୍ଥନୈତିକ ଭୟ। ଠିକ୍ କହିଲି ତ? ବିଲକୁଲ। ଡ୍ରୋନ୍ ଉଡ଼ାଇ ଇରାନ ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ଯେ ହର୍ମୁଜ ପ୍ରଣାଳୀର ନିୟନ୍ତ୍ରଣ ଏବେ ବି ସେମାନଙ୍କ ହାତରେ ହିଁ ଅଛି। ଆଉ ଏହାର ପ୍ରତିକ୍ରିୟା ସ୍ୱରୂପ ଇରାନର ସାଧାରଣ ନାଗରିକମାନେ ଯାହା କରୁଛନ୍ତି, ତାହା ଆହୁରି ଆଶ୍ଚର୍ଯ୍ୟଜନକ। ହଁ, ମୁଁ ସେଇ ବିଷୟରେ ପଢ଼ୁଥିଲି। ପ୍ରାୟ 14 ନିୟୁତ ମାନେ 140 ଲାଖ ଇରାନୀ ନାଗରିକ ସ୍ୱେଚ୍ଛାକୃତ ଭାବେ ବାହାରି ଆସିଛନ୍ତି। ସେମାନେ ଦେଶର ପାୱାର ପ୍ଲାଣ୍ଟଗୁଡ଼ିକ ଚାରିପାଖରେ ମାନବ ଶୃଙ୍ଖଳା ବା ହ୍ୟୁମାନ୍ ଚେନ୍ ଗଠନ କରିଛନ୍ତି। ସତରେ, ଏତେ ବଡ଼ ସଂଖ୍ୟାରେ ଲୋକ ନିଜ ଦେଶର ଭିତ୍ତିଭୂମି ରକ୍ଷା କରିବାକୁ ଆଗେଇ ଆସିଛନ୍ତି। ହଁ, ସେମାନେ ନିଜ ଶରୀରକୁ ଏକ ଢାଲ ଭଳି ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ବିଦେଶୀ ସେନା ସେହି ପ୍ଲାଣ୍ଟଗୁଡ଼ିକ ଉପରେ ବୋମା ପକାଇ ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେଠାରେ ଲୋକଙ୍କ ଭିତରେ କେତେ ମାତ୍ରାରେ ଜାତୀୟତାବୋଧ ଭରି ରହିଛି। ଏହା ଏକ ବହୁତ ବଡ଼ କଥା। କିନ୍ତୁ ବୁଝିଲେ, ଠିକ୍ ଏହି ସମୟରେ ଯେତେବେଳେ ସାରା ବିଶ୍ୱର ନଜର କେବଳ ଆମେରିକା ଓ ଇରାନ ଉପରେ ଥିଲା, ଆଉ ଗୋଟିଏ ବଡ଼ ଘଟଣା ଘଟିଯାଉଛି। ଇସ୍ରାଏଲ ଲେବାନନ ସୀମା ଭିତରେ ପଶିବା ଆରମ୍ଭ କରିଦେଇଛି। ସେଇ ରିପୋର୍ଟ ମଧ୍ୟ ଆସିଛି। ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ହିଜବୁଲ୍ଲା ବିରୋଧରେ ନିଜର ପ୍ରତିରକ୍ଷା ରେଖା ପ୍ରସ୍ତୁତ କରିବା ପାଇଁ ସୀମା ଭିତରକୁ 5ରୁ 9 କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରିସାରିଲେଣି। ଆଉ ଏହା କେମିତି ସମ୍ଭବ ହେଲା? ମାନେ ଗୋଟିଏ ପଟେ ଆମେରିକା ଶାନ୍ତି ପ୍ରତିଷ୍ଠା ପାଇଁ ଲାଗିଛି, ଆଉ ଅନ୍ୟପଟେ ତାର ସହଯୋଗୀ ଇସ୍ରାଏଲ ପଡ଼ୋଶୀ ଦେଶ ଭିତରେ ଆକ୍ରମଣ ଜାରି ରଖିଛି।
ଏଇଟା ତ ଭୌଗୋଳିକ ରାଜନୀତିର ଏକ ଅତ୍ୟନ୍ତ ଚତୁର ରଣନୀତି। ଇସ୍ରାଏଲ ଭଲ ଭାବରେ ଜାଣିଛି ଯେ ବର୍ତ୍ତମାନ ଇରାନ ଆଉ ଆମେରିକା ପରସ୍ପର ସହ ଆଲୋଚନା ଓ ଲଢ଼େଇରେ ବ୍ୟସ୍ତ ଅଛନ୍ତି। ସେହି ସୁଯୋଗ ନେଇ ସେମାନେ ନିଜର ଉତ୍ତର ସୀମାରେ ଏକ ବଫର ଜୋନ୍ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆଚ୍ଛା, ମାନେ ଯୁଦ୍ଧ ଯେପରି ସେମାନଙ୍କ ନିଜ ସହର ଭିତରେ ନ ହୋଇ ଶତ୍ରୁର ସୀମା ଭିତରେ ହିଁ ହେବ। ଏକଦମ। ସେମାନେ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଏଇ ଯେଉଁ କ୍ଷେତ୍ରୀୟ ଯୁଦ୍ଧ, ଏହା କେବଳ ସେହି ମରୁଭୂମି ବା ସୀମା ଭିତରେ ଆବଦ୍ଧ ହୋଇ ରହିନାହିଁ। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଛି। ହଁ, ଅର୍ଥନୀତିକୁ ଏହା କିପରି ଦୋହଲାଇ ଦେଇଛି ତାହା ଆମକୁ ବିଶ୍ଳେଷଣ କରିବାକୁ ହେବ। ମୁଁ ୟାକୁ ଗୋଟିଏ ଉଦାହରଣ ଦେଇ ବୁଝାଇବାକୁ ଚେଷ୍ଟା କରୁଛି। ଧରିନିଅନ୍ତୁ ଗୋଟିଏ ମୁଖ୍ୟ ରାଜପଥରେ ଏକ ବିରାଟ ଦୁର୍ଘଟଣା ଘଟିଛି। କିଛି ସମୟ ପରେ ପୋଲିସ ଆସି କହିଲା, ଠିକ୍ ଅଛି, ବର୍ତ୍ତମାନ ରାସ୍ତା ଖୋଲା ଅଛି, ଆପଣମାନେ ଯାଇପାରିବେ। ହୁଁ। କିନ୍ତୁ ବାସ୍ତବରେ ଭଙ୍ଗା ଗାଡ଼ିଗୁଡ଼ିକ ଏବେ ବି ରାସ୍ତା ମଝିରେ ପଡ଼ିଛି, ଆଉ କାଚ ଖଣ୍ଡ ବି ପଡ଼ିଛି। ଏବେ କୁହନ୍ତୁ, ପୋଲିସର ଘୋଷଣା ଶୁଣି କୌଣସି ବି ଗାଡ଼ି ଚାଳକ ସେହି ରାସ୍ତାରେ ଯିବାକୁ ସାହସ କରିବେ କି? ବିଲକୁଲ ନୁହେଁ, କାରଣ ବିପଦ ତ ଆଖି ସାମ୍ନାରେ ଦେଖାଯାଉଛି। ଠିକ୍ ସେଇଆ ହିଁ ଘଟୁଛି ହୁର୍ମୁଜ ପ୍ରଣାଳୀରେ। ଆମେରିକା ଓ ଇରାନ ସିଜଫାୟାର ଘୋଷଣା କରିଦେଲେ ସତ, କିନ୍ତୁ ଜାହାଜ ଚଳାଚଳ ସ୍ୱାଭାବିକ ହୋଇପାରୁନି। ବାଣିଜ୍ୟିକ ଜାହାଜ ମାଲିକମାନେ ଦେଖୁଛନ୍ତି ଯେ ଆକାଶରେ ଡ୍ରୋନ୍ ଉଡ଼ୁଛି ଆଉ ରିଫାଇନାରୀ ଜଳୁଛି, ତେଣୁ ସେମାନେ ବୀମା ବା ଇନ୍ସୁରାନ୍ସକୁ ନେଇ ଭୟଭୀତ ଅଛନ୍ତି। ଆଉ ଏହାର ପରିଣାମ କେତେ ଭୟଙ୍କର ହୋଇଛି ତାହା ଆମେ ସଂଖ୍ୟାରୁ ହିଁ ଦେଖିପାରିବା। ଆମେରିକାର WTI ବା କଞ୍ଚା ତେଲ ଦର ବ୍ୟାରେଲ ପିଛା ହଠାତ୍ $50 ବୃଦ୍ଧି ପାଇଛି। ଏହା କୌଣସି ସାଧାରଣ ବୃଦ୍ଧି ନୁହେଁ। ବାପରେ, $50! ଏହାର ମାନେ ତ ପରିବହନ ଖର୍ଚ୍ଚ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଯିବ। ହଁ, ଆଉ ତା ସହ କତାରର ନିଜର LNG ବା ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଏହା ଆହୁରି ଏକ ବିରାଟ ଧକ୍କା। ଏହା କେତେ ବଡ଼ ଧକ୍କା, ତାହା ଆମେ ଏଇଥିରୁ ଜାଣିପାରିବା ଯେ ବିଶ୍ୱର ମୋଟ 20% ଏବଂ ଏସିଆ ମହାଦେଶର 83% LNG ଆବଶ୍ୟକତା କେବଳ କତାର ହିଁ ପୂରଣ କରିଥାଏ। ତାହା ବନ୍ଦ ହେବାର ଅର୍ଥ ହେଉଛି କାରଖାନା ବନ୍ଦ ହେବ ଆଉ ଅନେକ ସହରରେ ବିଦ୍ୟୁତ୍ କାଟ ହେବ। ଏକଦମ ଠିକ୍। ଆନ୍ତର୍ଜାତିକ ଶକ୍ତି ଏଜେନ୍ସି ବା IEAର ମୁଖ୍ୟ ଫାତିହା ବିରୋଲ ଯାହା କହିଛନ୍ତି, ତାହା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି। ସେ କହିଛନ୍ତି ଯେ 1973, 1979 ଏବଂ 2002 ମସିହାରେ ଯେଉଁ ଐତିହାସିକ ଶକ୍ତି ସଙ୍କଟ ହୋଇଥିଲା, ସେସବୁକୁ ଏକାଠି ମିଶାଇ ଦେଲେ ବି ବର୍ତ୍ତମାନର ପରିସ୍ଥିତି ତାଠାରୁ ବହୁଗୁଣା ଅଧିକ ଭୟଙ୍କର। ମାନେ ଇରାନ ପ୍ରକୃତିରେ ଗୋଟିଏ ବନ୍ଧୁକ ନ ଫୁଟାଇ ସମଗ୍ର ବିଶ୍ୱର ଅର୍ଥନୀତିକୁ ନିଜ ଆୟତ୍ତକୁ ନେଇ ଆସିଲାଣି। କିନ୍ତୁ ବୁଝିଲେ, ଏଇ ଯେଉଁ ସୀମା ଓ ଅଧିକାରର ଲଢ଼ାଇ, ଏହା କେବଳ ଦେଶ ଭିତରେ ସୀମିତ ନୁହେଁ। ଆଉ କେଉଁଠି ଦେଖିବାକୁ ମିଳୁଛି ଏହି ଲଢ଼େଇ? ଆମେ ଯଦି ବିଶ୍ୱର ଅଶାନ୍ତିରୁ ବାହାରି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆଡ଼କୁ ଦେଖିବା, ସେଠି ଏକ ବହୁତ ବଡ଼ ଆଇନଗତ ଆଉ ଧାର୍ମିକ ସଂଘର୍ଷ ଚାଲିଛି। କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିର ମାମଲାରେ ସୁପ୍ରିମକୋର୍ଟର ଏକ 9 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଓହୋ, ଋତୁମତୀ ମହିଳାଙ୍କ ପ୍ରବେଶ ନିଷେଧ ପ୍ରସଙ୍ଗରେ ନା? ହଁ, ଆଉ କେନ୍ଦ୍ର ସରକାର ଏହି ମାମଲାରେ ମନ୍ଦିରର କଟକଣାକୁ ସମର୍ଥନ କରିଛନ୍ତି। କିନ୍ତୁ ଶୁଣାଣି ବେଳେ ଖଣ୍ଡପୀଠରେ ଥିବା ଏକମାତ୍ର ମହିଳା ବିଚାରପତି BV ନାଗରତ୍ନା ଗୋଟେ ବହୁତ ବଳିଷ୍ଠ ପ୍ରଶ୍ନ ପଚାରିଲେ। ଆଚ୍ଛା, ସେ କ'ଣ ପଚାରିଲେ? ସେ ପଚାରିଲେ ଯେ ଜଣେ ମହିଳା ମାସରେ 3 ଦିନ ପାଇଁ ଅସ୍ପୃଶ୍ୟ ରହିବେ ଏବଂ ଠିକ୍ ଚତୁର୍ଥ ଦିନ ହଠାତ୍ ସେ ପବିତ୍ର ହୋଇଯିବେ, ଏହା କିପରି ସମ୍ଭବ? ମାନେ ଏହା ତ ସିଧାସଳଖ ସମାନତାର ଅଧିକାର ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିଶ୍ଚିତ ଭାବରେ ମହିଳାଙ୍କର ଏହି ପ୍ରାକୃତିକ ପ୍ରକ୍ରିୟାକୁ ଏକ କଳଙ୍କ ଭାବରେ ଦେଖିବା ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଂଘନ ପରି ଲାଗୁଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ତୁଷାର ମେହେଟ୍ଟା ଏହାକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗରୁ ଉପସ୍ଥାପନ କଲେ। ହଁ, ସେ ଧାର୍ମିକ ସ୍ୱାଧୀନତାର ଯୁକ୍ତି ବାଢ଼ିଥିଲେ ନା? ଏକଦମ। ତାଙ୍କ ଯୁକ୍ତି ଅନୁଯାୟୀ ମହିଳାଙ୍କ ପ୍ରବେଶ ଉପରେ ଏହି ନିଷେଧାଦେଶ ସମ୍ବିଧାନର ଧାରା 17 ଅର୍ଥାତ୍ ଅସ୍ପୃଶ୍ୟତା ବା ଅନଟଚେବିଲିଟି ଅଧୀନରେ ଆସୁନାହିଁ, ବରଂ ଏହା ହେଉଛି ସେହି ମନ୍ଦିରର ଏକ ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ବା ଏସେନ୍ସିଆଲ ରିଲିଜିୟସ୍ ପ୍ରାକ୍ଟିସ୍। ମାନେ ସେମାନେ କହୁଛନ୍ତି ଯେ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସେ ଏକ ସ୍ପଷ୍ଟ ସୀମାରେଖା ଟାଣିବାକୁ ଚେଷ୍ଟା କରିଛନ୍ତି। ଯଦି କୌଣସି ପ୍ରଥା ସାମାଜିକ ନୈତିକତା ବିରୋଧରେ ଯାଏ, ଯେମିତିକି ନରବଳି, ତେବେ କୋର୍ଟ ହସ୍ତକ୍ଷେପ କରିପାରିବେ। କିନ୍ତୁ ସବରିମାଳା କ୍ଷେତ୍ରରେ ଏହା କେବଳ ଏକ ଧାର୍ମିକ ଆସ୍ଥାର ପ୍ରସଙ୍ଗ ବୋଲି ସେ ଯୁକ୍ତି ରଖିଛନ୍ତି। ବୁଝିଲି। ଅର୍ଥାତ୍ ଏଠାରେ ଦୁଇଟି ମୌଳିକ ଅଧିକାର ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି।
ଗୋଟିଏ ପଟେ ମହିଳାଙ୍କ ସମାନତାର ଅଧିକାର ଏବଂ ଅନ୍ୟପଟେ ଧାର୍ମିକ ପରମ୍ପରା ପାଳନ କରିବାର ଅଧିକାର। ଦେଖିବାକୁ ବାକି ରହିଲା ଏହି 9 ଜଣିଆ ଖଣ୍ଡପୀଠ କ'ଣ ରାୟ ଦେଉଛନ୍ତି। ହଁ, ଏହି ରାୟ ଭବିଷ୍ୟତରେ ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନର ସ୍ୱାଧୀନତାକୁ ମଧ୍ୟ ପ୍ରଭାବିତ କରିବ। ନିଜ ନିଜ ଭିତରେ ଲଢ଼ିବାକୁ ବ୍ୟସ୍ତ, ଠିକ୍ ସେତିକିବେଳେ ଓଡ଼ିଶା ସରକାର ଏକ ବହୁତ ବଡ଼ ସଫଳତା ହାସଲ କରିଛନ୍ତି। ଆରେ ବା, ସେ ସଫଳତାଟି କ'ଣ? ଅମୃତ 2.0 ବା ଅମୃତ 2.0 ଯୋଜନାକୁ କାର୍ଯ୍ୟକାରୀ କରିବାରେ ଆମ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ମାନେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହା ଏକ ବିରାଟ ମାଇଲଖୁଣ୍ଟ। ସତରେ ଏହା ତ ବହୁତ ଖୁସିର ଖବର। କିଛି ଆକଳନ ଅଛି କି ଏହି ପ୍ରକଳ୍ପ ବିଷୟରେ? ହଁ, ନିଶ୍ଚୟ। ରାଜ୍ୟର 89ଟି ପୌର ସଂସ୍ଥାରେ ପ୍ରାୟ 4030 କୋଟି ଟଙ୍କାର 345ଟି ପ୍ରକଳ୍ପ ଆରମ୍ଭ ହୋଇଛି। ଆଉ 7ଟି ବଡ଼ ଜଳବିଶୋଧନ ପ୍ଲାଣ୍ଟ ତିଆରି ହୋଇଛି, ଯାହା ଦୈନିକ 43 MLD ଜଳ ସଫା କରୁଛି। ବାପ୍ରେ, ଏତେ ବଡ଼ ଧରଣର ବିକାଶ! ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କିପରି ପଡ଼ୁଛି? ସବୁଠାରୁ ବଡ଼ ପ୍ରଭାବ ହେଉଛି 2.7 ଲକ୍ଷ ପରିବାର ଏବେ ସିଧାସଳଖ ପାଇପ୍ ମାଧ୍ୟମରେ ସଫା ପାଣି ପାଉଛନ୍ତି। ଏହା କିପରି ଏକ ବଡ଼ ପରିବର୍ତ୍ତନ ଆମେ ଟିକେ ଭାବିଲେ ଜାଣିପାରିବା। ଆମ ସମାଜରେ ପାଣି ସଂଗ୍ରହ କରିବାର ଦାୟିତ୍ୱ ପ୍ରାୟତଃ ମହିଳାମାନଙ୍କ ଉପରେ ହିଁ ଥାଏ। ଏକଦମ। ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବା କିମ୍ବା ଦୂରରୁ ପାଣି ବୋହି ଆଣିବାରେ ସେମାନଙ୍କର ବହୁତ ସମୟ ନଷ୍ଟ ହୁଏ। ହଁ, କିନ୍ତୁ ଏବେ ଘର ଭିତରେ ଟ୍ୟାପ୍ ଖୋଲିଲେ ପାଣି ମିଳିଯାଉଛି। ସେହି ବଞ୍ଚିଯାଇଥିବା ସମୟକୁ ସେମାନେ ନିଜ ପିଲାମାନଙ୍କର ପାଠପଢ଼ା କିମ୍ବା ଅନ୍ୟ କାମରେ ଲଗାଇପାରିବେ। ତା ସହ ସଫା ପାଣି ମିଳିଲେ ଜଳବାହିତ ରୋଗ ବି କମିଯିବ। ବୁଝିଲେ ତ? ଏହି କଥାକୁ ଯଦି ଆମେ ପୂର୍ବ ପ୍ରସଙ୍ଗଗୁଡ଼ିକ ସହ ତୁଳନା କରିବା, ଏକ ବହୁତ ବଡ଼ ଚିତ୍ର ସାମ୍ନାକୁ ଆସୁଛି। ବିଶ୍ୱର ବିଭିନ୍ନ ଦେଶ କେବଳ ଶକ୍ତି ଏବଂ ଅହଙ୍କାରର ଲଢ଼େଇରେ ନିଜ ଭିତ୍ତିଭୂମି ନଷ୍ଟ କରୁଥିବା ବେଳେ ଓଡ଼ିଶା ପ୍ରମାଣ କରୁଛି ଯେ ପ୍ରକୃତ ବିକାଶ କେବଳ ଉତ୍ତମ ପ୍ରଶାସନ ଆଉ ଆର୍ଥିକ ପରିଚାଳନାରେ ଅଛି। ଏକଦମ ସଠିକ୍ କଥା କହିଲେ। ଏତେ ବଡ଼ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା କୌଣସି ସାଧାରଣ କଥା ନୁହେଁ। ଏହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ପାଲଟିଛି। ନିଶ୍ଚିତ। ତାହେଲେ ଆଜିର ଏହି ଡିପ୍ ଡାଇଭ୍ରୁ ଆମେ ଅନେକ କିଛି ଉନ୍ମୋଚନ କଲୁ। ଆମେରିକା ଏବଂ ଇରାନ ମଧ୍ୟରେ ଥିବା ଚୁକ୍ତି କିପରି ଏକ ଧୂଆଁ ବାଣ, ଇସ୍ରାଏଲ କେମିତି ଲେବନାନରେ ପଶିଲା ଏବଂ ବିଶ୍ୱ ତୈଳ ବଜାରରେ ଏହାର ଭୟଙ୍କର ପ୍ରଭାବ କ'ଣ, ସେସବୁ ଆଲୋଚନା କଲୁ। ହଁ, ଆଉ ତା ସହ ସବରୀମାଳା ମାମଲାର ସାମାଜିକ ଧାର୍ମିକ ଦ୍ୱନ୍ଦ୍ୱ ଏବଂ ଓଡ଼ିଶାରେ ଜଳ ଭିତ୍ତିଭୂମିର ବିରାଟ ସଫଳତା ବିଷୟରେ ବି ଦେଖିଲୁ। ବିଲକୁଲ। ଆଉ ସବୁବେଳେ ପରି ଶେଷ କରିବା ପୂର୍ବରୁ ଆଜି ବି ଆମେ ଏକ ଚିନ୍ତାଜନକ ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁ। ଆଜିର ପ୍ରଶ୍ନଟା ମୋତେ ପଚାରିବାକୁ ଦିଅନ୍ତୁ। ଆମେ ଯେମିତି ଦେଖୁଛୁ, ଆଜି ମଧ୍ୟପ୍ରାଚ୍ୟରେ କେବଳ ତୈଳ ବା ଅଏଲ ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି, ଯାହା ସମଗ୍ର ସଭ୍ୟତାକୁ ଧ୍ୱଂସ କରିବାର ଧମକ ଦେଉଛି। କିନ୍ତୁ ଭବିଷ୍ୟତ କଥା ଟିକେ ଚିନ୍ତା କରନ୍ତୁ। ଆଚ୍ଛା, ଆଗାମୀ ଦିନରେ କ'ଣ ହୋଇପାରେ? ଯେପରି ଓଡ଼ିଶା ଆଜି ଜଳ ସଂରକ୍ଷଣ ଏବଂ ବିତରଣ ପାଇଁ ବ୍ୟାପକ ପ୍ରକଳ୍ପ କରୁଛି। ମାନେ ସେମାନେ ବୁଝିସାରିଲେଣି ଯେ ପାଣି କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଗାମୀ ଦିନରେ ବିଶ୍ୱର ତୃତୀୟ ବିଶ୍ୱଯୁଦ୍ଧ ବୋଧହୁଏ ତୈଳ ପାଇଁ ନୁହେଁ, ବରଂ ଶୁଦ୍ଧ ପାନୀୟ ଜଳ ପାଇଁ ହୋଇପାରେ କି? ଆମେ ପ୍ରକୃତରେ କେଉଁ ସମ୍ପଦକୁ ଅଧିକ ସୁରକ୍ଷିତ କରିବା ଉଚିତ? ଏହା ସତରେ ଏକ ଭୟଙ୍କର କିନ୍ତୁ ବାସ୍ତବିକ ଚିନ୍ତାଧାରା। ଯେଉଁ ଜଳ ବିନା ଆମେ ଗୋଟିଏ ଦିନ ବି ବଞ୍ଚିପାରିବାନି, ଦିନେ ତାହା ଯୁଦ୍ଧର କାରଣ ସାଜିବ। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ। ତେଣୁ କାଗଜପତ୍ରର ଭ୍ରମ ବାହାରକୁ ଆସି ବାସ୍ତବତାକୁ ଗ୍ରହଣ କରିବାକୁ ହିଁ ପଡ଼ିବ। ଏହି ଏକ ଶକ୍ତିଶାଳୀ ବିନ୍ଦୁ ସହ ଆଜିର ଏହି ଆଲୋଚନାକୁ ଆମେ ଏଠି ଶେଷ କରୁଛୁ। ଆଶା କରୁଛୁ ଆଜିର ଏହି ଆଲୋଚନା ସମସ୍ତଙ୍କୁ ଭଲ ଲାଗିଥିବ। ଆମ ସହ ଏତେ ସମୟ ଧରି ଯୋଡ଼ି ହୋଇ ରହିଥିବାରୁ ଅଶେଷ ଧନ୍ୟବାଦ। ବିଦାୟ।